लोकलिखित सुसमाचार 8 अध्याय 45 45 पद। ସେଥିରେ ଯୀଶୁ କହିଲେ, ସେଥିରେ ଯୀଶୁ କହିଲେ, କିଏ ମୋତେ ଛୁଇଁଲା? କିଏ ମୋତେ ଛୁଇଁଲା? ଯୀଶୁ କହିଲେ, କେହି ଜଣେ ମୋତେ ଛୁଇଁଲା। ହାଲେଲୁୟା। ପ୍ରାୟ 12 ବର୍ଷ ପର୍ଯ୍ୟନ୍ତ ପ୍ରଦାହ ରୋଗଗ୍ରସ୍ତ ଜଣେ ସ୍ତ୍ରୀ ଲୋକ ଅନେକ ସମୟ ଧରି ଜୀବନରେ କଷ୍ଟ ପାଇଛି। 12 ବର୍ଷ ପର୍ଯ୍ୟନ୍ତ ସେ ରୋଗରେ ଆକ୍ରାନ୍ତ ହେଇ, ଯଦି ଆମେ ଏହାକୁ ଚିନ୍ତା କରିବା, ମୃତ୍ୟୁ ସହିତ ସଂଘର୍ଷ କରୁ କରୁ ଦୀର୍ଘ 12 ବର୍ଷ ତାର ବିତି ଯାଇଛି। ଆଉ ଆଜି ଯେତେବେଳେ ଯୀଶୁ ସେଇ ବାଟ ଦେଇ ଯାଉଛନ୍ତି, ସେ ନିଷ୍ପତ୍ତି କରିଛି ଯେ ମୁଁ କେବଳ ତାହାଙ୍କ ଲୁଗା ଛୁଇଁଲେ ସୁସ୍ଥ ହେବି। ମାର୍କ 5 ଅଧ୍ୟାୟ 28 ପଦରେ ଲେଖା ଅଛି, ସେ ସ୍ତ୍ରୀ ଲୋକ ମନେ ମନେ କହୁଥିଲା ବା ସେ ବିଶ୍ୱାସ କରିଥିଲା, ତାର ଚିନ୍ତା ଏହା ଥିଲା, ସେ କହୁଥିଲା ଯେ ମୁଁ କେବଳ ତାହାଙ୍କ ଲୁଗା ଛୁଇଁଲେ ସୁସ୍ଥ ହେବି। ପଢିଦିଅ ଟିକେ। କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। ଇଏ ଗୋଟେ ଏମିତି ଗୋଟେ ବଡ଼ ବିଶ୍ୱାସ ଥିଲା। ସେ ଯୀଶୁଙ୍କର ଲୁଗା ଛୁଇଁବାକୁ ଆଶା କରୁଥିଲା, କାରଣ ଦୀର୍ଘ 12 ବର୍ଷ ମଧ୍ୟରେ ଯେକୌଣସି ପ୍ରକାର ଚିକିତ୍ସା ତା ପାଇଁ କରାଯାଇଥିଲା ବା ସେ ଯେଉଁ ପ୍ରକାର ଭାବରେ ଚିକିତ୍ସିତ ହୋଇଥିଲା, ସେ ସମସ୍ତ ଚିକିତ୍ସା ବୃଥା ହୋଇଥିଲା। ତାହା କେବଳ ବୃଥା ମାତ୍ର, ସେ କେବେ ମଧ୍ୟ ସୁସ୍ଥ ହୋଇନଥିଲା। କିନ୍ତୁ ଆଜି ସେ ଗୋଟାଏ ନିଷ୍ପତ୍ତି ନେଉଛି ଯେ ମୁଁ ଆଜି ଲୋକ ଗହଳ ମଧ୍ୟରେ ଯୀଶୁଙ୍କ ଉପସ୍ଥିତିକୁ ଯିବି, ଯୀଶୁଙ୍କ ପାଖକୁ ଯିବି, ଆଉ କ'ଣ କରିବି? ତାହାଙ୍କ ଲୁଗା ଛୁଇଁବି। କାରଣ ଲୁଗା ଛୁଇଁବା ଦ୍ୱାରା ମୋ ମଧ୍ୟରେ ଆରୋଗ୍ୟତା ଆସିବ। ଲୁଗା ଛୁଇଁବା ଦ୍ୱାରା ମୁଁ କ'ଣ ହେବି? ସୁସ୍ଥ ହେବି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଲୋକଲିଖିତ ସୁସମାଚାର 5 ଅଧ୍ୟାୟ ପ୍ରଥମ ପଦ ପଢିବା। ଗିନେସରତ ହ୍ରଦ କୂଳରେ ଯୀଶୁ ଅଛନ୍ତି। କୋଉଠି? ଗିନେସରତ ହ୍ରଦ କୂଳରେ। ଆଉ ସେଇ ସ୍ଥାନରେ ଲେଖାଯାଏ, ଦିନେ ଯେତେବେଳେ ଲୋକ ସମୂହ ତାହାଙ୍କ ଉପରେ ମାଡ଼ି ପଡ଼ି ଦିନେ ଲୋକ ସମୂହ ଯେତେବେଳେ ତାହାଙ୍କ ଉପରେ ଅର୍ଥାତ୍ ଯୀଶୁଙ୍କ ଉପରେ ମାଡ଼ି ପଡ଼ି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେସରତ ହ୍ରଦ କୂଳରେ ଠିଆ ହୋଇ ସେତେବେଳେ ସେ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ଯେମିତି ଚିଲିକା ଗୋଟାଏ ହ୍ରଦ, ଠିକ୍ ସେମିତି ଗିନେସରତ ବୋଲି ଗୋଟେ ହ୍ରଦ ଥିଲା। ଅର୍ଥାତ୍ ସମୁଦ୍ରର ପାଣି ଆସି ଯୋଉଠି ଜମାଟ ହୁଏ, ସମୁଦ୍ର ପରି ଦୁଷେ ତାହା ହ୍ରଦ। ତ ଆମେ ଦେଖୁଛୁ ଗୋଟେ ଛୋଟ ସମୁଦ୍ର ବୋଲି କହିଲେ ଚଳିବ, ଯେ ଚିଲିକା ହେଉଛି ଗୋଟେ ହ୍ରଦ, ସମୁଦ୍ରର ଗୋଟେ ଭାଗ, ଗୋଟେ ଅଂଶ। ଠିକ୍ ସେମିତି ଯୋଉ ଯୀଶୁ ଗିନେସରତ ହ୍ରଦ କୂଳରେ ଅଛନ୍ତି, ଆଉ ଏଇ ଗିନେସରତ ହ୍ରଦ କୂଳରେ ଯେତେବେଳେ ଯୀଶୁ ଠିଆ ହୋଇଛନ୍ତି, ବାକ୍ୟରେ ଲେଖାছে ଅନେକ ଲୋକମାନେ ତାଙ୍କ ଉପରେ ମାଡ଼ି ପଡୁଥିଲେ। ଆମେ ଗତ କିଛି ଦିନ ତଳେ ବଡ଼ ବଜାରକୁ ଗଲୁ। ମୋର ଚେନ୍ ଲକ୍ ଛିଣ୍ଡି ଯାଇଥିଲା। ଯେତେବେଳେ ସେ ଚେନ୍ର ଲକ୍ ଆଉ ଥରେ ତିଆରି କରିବା ପାଇଁ ଆମେ ବଡ଼ ବଜାର ଗଲୁ, ସେଠି ଗୋଟେ ସୁନା ରିପେୟାରିଂ ବାଲା ପାଖକୁ ଗଲୁ। ଗଲାବେଳେ ତାକୁ ଦେଲୁ, ଆଉ ସେ ସୁନା ରିପେୟାରିଂ କରୁ କରୁ ମୋତେ ପଚାରିଲା, ଆଜ୍ଞା ଆଉ ଯାତ୍ରାକୁ ଆସିଥିଲେ ନା? ବଡ଼ ବଜାର ଆମର ଯାତ୍ରାକୁ ଆସିଥିଲେ ନାହିଁ? ମୁଁ ତାକୁ ମଜାରେ କହିଲି, ଆମ ଗାଁ ଯାତ୍ରା ଆମେ ଯିବୁନୁ? ଆମ ଗାଁରେ ଯାତ୍ରା ହେଉଛି, ଆମେ ଆସିବୁନୁ କି? ହଁ ଆସିଥିଲୁ, ଏମିତି ମଜାରେ ମୁଁ କହିଲି। କହିଲା ପରେ ସେ କହୁଥିଲା, ଆଜ୍ଞା ଶେଷ ଦିନ ଏମିତି ଭିଡ଼ ଥିଲା ଯେ ଆଗ ଛକରେ ମୁଁ ପ୍ରାୟ 2 ଘଣ୍ଟା ରହିଗଲି। ଆଗ ଛକରୁ ମୋତେ ଘରକୁ ଆସିବାକୁ 2 ଘଣ୍ଟା ସମୟ ଲାଗିଲା। ମାନେ ବେଶୀରୁ ବେଶୀ ହେଲେ ଏଇ ସାହିର ଛକ, এই ସାହିର ଛକରୁ ଏଇ ଘରକୁ ଆସିବା ପାଇଁ ତାକୁ ସେଇ ଗାଁର ଲୋକ, ସେଇ ସାହିର ଲୋକକୁ 2 ଘଣ୍ଟା ଲାଗିଛି। ମାନେ କେମିତି ଭିଡ଼ ହେଇନଥିବ। ସେ କହୁଥିଲା ଅସଂଖ୍ୟ ଲୋକ, ଏତେ ଲୋକ ଆସିଥିଲା ଆଜ୍ଞା, ପାଦ ଘୁଞ୍ଚେଇବାକୁ ହଉନଥିଲା, ସେ ଭିତରେ ମୁଁ ଫସିଯାଇ। ତ ଏଇଠି ବି କେତେ ଲୋକ ଅଛନ୍ତି ନା? ଅସଂଖ୍ୟ ଲୋକ ଅଛନ୍ତି। ବାକ୍ୟରେ ଲେଖା ଅଛି, ଆଉ ଏମାନେ କ'ଣ କରୁଛନ୍ତି ନା ଯୀଶୁଙ୍କ ଉପରେ ମାଡ଼ି ପଡୁଛନ୍ତି। ତାହେଲେ ଯୀଶୁଙ୍କୁ କାହାରି ଦେହ ବାଜିଥିବ କି ନାହିଁ? ଯୀଶୁଙ୍କ ଲୁଗା କିଏ ଛୁଇଁଥିବେ କି ନାହିଁ? ଯୀଶୁଙ୍କ ଲୁଗାର ସଂସ୍ପର୍ଶରେ କିଏ ଆସିଥିବେ କି ନାହିଁ? ନିଶ୍ଚୟ ଆସିଥିବେ। କାରଣ ବାକ୍ୟ କହୁଛି ସମସ୍ତେ କ'ଣ କରୁଥିଲେ? ଲୋକ ଏତେ ଗହଳି ଥିଲା, ଏତେ ଭିଡ଼ ଥିଲା, ସେମାନେ ଯୀଶୁଙ୍କ ଉପରେ ମାଡ଼ି ପଡୁଥିଲେ। ଅର୍ଥାତ୍ ଯୀଶୁଙ୍କର ଲୁଗାକୁ ବି ଟଚ୍ ହେଇଥିବ, ଯୀଶୁଙ୍କ ଲୁଗାକୁ ବି ସେମାନେ ଛୁଇଁଥିବେ। କିନ୍ତୁ ସେଇଦିନ
କାହାରି ପାଖକୁ ଆରୋଗ୍ୟତାର ଶକ୍ତି ନିର୍ଗତ ହେବାର ଯୀଶୁ ଅନୁଭବ କରେ ନା। କାହା ପାଖକୁ ଶକ୍ତି ନିର୍ଗତ ହେଇ ଯାଇନି। କାହିଁକି ଯାଇନି? ଏତେ ଲୋକ ଥିଲେ, ଏତେ ଅସଂଖ୍ୟ ଲୋକ ଥିଲେ, ଯୀଶୁଙ୍କ ଉପରେ ମାଡ଼ି ପଡୁଥିଲେ, କିନ୍ତୁ ଯୀଶୁଙ୍କର ଶକ୍ତି କାହା ପାଖକୁ ସ୍ପର୍ଶତା ଦ୍ୱାରା ନିର୍ଗତ ହେଇଯାଇନି। କାରଣ କ'ଣ? ସେଇ ସ୍ଥାନରେ ଲେଖାଯାଏ ସେମାନେ କ'ଣ ପାଇଁ ଆସୁଥିଲେ? ଆଉଥରେ ସେ 5 ପଦ ପ୍ରଥମ ଦିନେ ଯେତେବେଳେ ଲୋକ ସମୂହ ତାହାଙ୍କ ଉପରେ ମାଡ଼ି ପଡ଼ି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ତାହାଙ୍କ ଉପରେ ମାଡ଼ି ପଡ଼ି କ'ଣ ଶୁଣୁଥିଲେ? ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ। ଲୋକ ଗହଳି ଥିଲା। ଏତେ ଭିଡ଼ କାହିଁକି ଥିଲା? ଏମାନେ ବାକ୍ୟ ଶୁଣିବା ପାଇଁ ଆସିଥିଲେ। ବାକ୍ୟ ଶୁଣିବା ପାଇଁ ଆସିଥିଲେ। ଆଉ ଯୀଶୁଙ୍କର ଦେହର ସ୍ପର୍ଶତା, ଯୀଶୁଙ୍କର କପଡ଼ାର, ଯୀଶୁଙ୍କ ଲୁଗାର ସ୍ପର୍ଶତା ସେମାନଙ୍କ ପାଇଁ କିଛି ଆବଶ୍ୟକତା ନଥିଲା। ସେମାନେ ଯୀଶୁଙ୍କ ମୁଖ ନିର୍ଗତ ବାକ୍ୟକୁ ଶୁଣିବାକୁ ଆସିଥିଲେ। କିନ୍ତୁ ଏଇ ସ୍ତ୍ରୀ ଲୋକ କ'ଣ କରିଛି? ଯୀଶୁଙ୍କ ବାକ୍ୟ ଶୁଣିବାକୁ ସେ ଯାଇନି, ଯୀଶୁଙ୍କର ଲୁଗା ଛୁଇଁବାକୁ ସେ ଯାଇଛି। କାରଣ ତାର ଦୁର୍ବଳତାରୁ ମୁକ୍ତ ହେବା ପାଇଁ, ତାର ଅସ୍ୱାସ୍ଥ୍ୟତାରୁ ମୁକ୍ତ ହେବା ପାଇଁ, ତାର ସେଇ 12 ବର୍ଷର ରୋଗରୁ ମୁକ୍ତ ହେବା ପାଇଁ କ'ଣ ଆବଶ୍ୟକ ଥିଲା? ଯୀଶୁଙ୍କର ଲୁଗାକୁ ଛୁଇଁବାର ଆବଶ୍ୟକ ଥିଲା। ତେଣୁକରି ଲୋକ ଗହଳ ମଧ୍ୟରେ ଲୋକମାନେ ଯେତେବେଳେ ବାକ୍ୟ ଶୁଣିବା ପାଇଁ ଆସିଛନ୍ତି, ସେମାନେ ବାକ୍ୟ ଶୁଣିବା ପାଇଁ ଆସିଛନ୍ତି। ବାକ୍ୟ ଶୁଣି ଆଶୀର୍ବାଦ ହେବାର ଆଶା ରହିଛି। ବାକ୍ୟ ଶୁଣିବା ଦ୍ୱାରା ଜୀବନରେ ଆଶୀର୍ବାଦ ପାଇବାର ଆଶା ରହିଛି। ସେମାନେ ଏତେ ଗହଳ ଭିତରେ ବାକ୍ୟ ଶୁଣୁଛନ୍ତି। ଆଉ ଏମିତି ପରିସ୍ଥିତି ହେଲା, ଯୀଶୁ ପିତରଙ୍କର ଡଙ୍ଗାକୁ ଟିକେ ସମୁଦ୍ର ଭିତରକୁ ନେବା ପାଇଁ କହିଲେ। ଆଉ ନୌକା ଉପରେ ଠିଆ ହେଇ ଯୀଶୁ ସେମାନଙ୍କୁ ବାକ୍ୟ ଘୋଷଣା କରିବାକୁ ଲାଗିଲେ। କିନ୍ତୁ এই ସ୍ଥାନରେ ଆମେ ଦେଖୁଛୁ ଯେ ଏହା ଗୋଟେ ଭିନ୍ନ ଘଟଣା। ଯୌନ ଲିଖିତ ସୁସମାଚାର 6 ଅଧ୍ୟାୟରେ ଲେଖା ଅଛି, ଯୀଶୁ ପର୍ବତ ଉପରକୁ ଗଲେ, ଶିଷ୍ୟମାନଙ୍କ ସହିତ ବସିଲେ, ଆଉ ଦୃଷ୍ଟିପାତ କଲେ, ଦେଖିଲେ ଅସଂଖ୍ୟ ଲୋକମାନେ ଯେତେବେଳେ ଯୀଶୁଙ୍କ ପାଖକୁ ଆସିବାର ଯୀଶୁ ଦେଖିଲେ, ବର୍ତ୍ତମାନ କ'ଣ କରୁଛନ୍ତି? ଯୀଶୁ ସେମାନଙ୍କ ପାଇଁ ଚିନ୍ତା କରୁଛନ୍ତି ଯେ ଏମାନଙ୍କୁ କୋଉ ପ୍ରକାର ଭାବରେ ଆଶୀର୍ବାଦ କରାଯିବ। ଆଉ ଯୀଶୁ ସେମାନଙ୍କୁ କିଛି ସାଂସାରିକ ଖାଦ୍ୟ, ଶାରୀରିକ ଆହାର ଯୋଗାଇବାକୁ ଯୀଶୁ ଇଚ୍ଛା କଲେ। ଆଉ ଆମେ ଦେଖୁଛୁ ସେଇ ସ୍ଥାନରେ ପ୍ରାୟ 5000 ପୁରୁଷ ଥିଲେ। ଯୀଶୁ କହିଲେ, ଲୋକମାନଙ୍କୁ ବସାଅ। ଯୀଶୁ କହିଲେ, 10 ପଦରେ ଲେଖା ଅଛି, ଯୀଶୁ କହିଲେ ତୁମେ ଲୋକମାନଙ୍କୁ ବସାଅ। ସେ ସ୍ଥାନରେ ବହୁତ ଘାସ ଥିଲା, ଆଉ ସେଇ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟାରେ ପ୍ରାୟ 5000 ପୁରୁଷ ବସିଲେ। ଆଉ ସଂଖ୍ୟାରେ ପ୍ରାୟ 5000 ପୁରୁଷ ବସିଲେ। ଏମାନେ ବାକ୍ୟ ଶୁଣିବାକୁ ଆସିଥିଲେ। ଯୀଶୁ ସେମାନଙ୍କୁ ଶାରୀରିକ ଖାଦ୍ୟ ଦେବାକୁ ଇଚ୍ଛା କଲେ, ବାକ୍ୟ ବି ଘୋଷଣା କଲେ, ଶାରୀରିକ ଖାଦ୍ୟ ବି ଦେଲେ। ସେମାନେ ପରିତୃପ୍ତ ହେଲେ। ବାକ୍ୟରେ ଲେଖା ଅଛି 5ଟି ରୁଟି 2ଟି ମାଛରେ 5000ରୁ ଅଧିକ ଲୋକମାନେ, ପୁରୁଷମାନେ, ତାପରେ ସ୍ତ୍ରୀମାନେ ଅଛନ୍ତି, ତାପରେ ପିଲାମାନେ ଅଛନ୍ତି, ଅସଂଖ୍ୟ ଜନତା। ଏମାନଙ୍କୁ ଯୀଶୁ କ'ଣ କଲେ? ଶାରୀରିକ ଭାବରେ ଶାରୀରିକ ଆହାର, ଆତ୍ମିକ ଭାବରେ ଆତ୍ମିକ ଆହାର ଦେଇ ପରିତୃପ୍ତ କଲେ। ଯେତେବେଳେ ଯୀଶୁ କ'ଣ କରୁଛନ୍ତି? ଲୋକ ସମୂହ ପାଇଁ ଚିନ୍ତା କରୁଛନ୍ତି, ଲୋକମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଛନ୍ତି। ଅସଂଖ୍ୟ ଭିଡ଼ ମଧ୍ୟରେ ଅନେକ ଲୋକ ଯୀଶୁଙ୍କର ସ୍ପର୍ଶତାରେ ଆସିଥାଇ ପାରନ୍ତି, ସଂସ୍ପର୍ଶରେ ଆସିଥାଇ ପାରନ୍ତି, କିନ୍ତୁ ଏଇ ସଂସ୍ପର୍ଶତା କେବେ ମଧ୍ୟ ଶକ୍ତି ନିର୍ଗତ କରିବାର ସଂସ୍ପର୍ଶତା ହେଇନି। ଯେତେବେଳେ ଯୀଶୁ ଏଇ ବାଟ ଦେଇ ଯାଉଛନ୍ତି, ଜଣେ 12 ବର୍ଷର ପ୍ରଦରା ରୋଗଗ୍ରସ୍ତ ସ୍ତ୍ରୀ ଲୋକ ଯୀଶୁଙ୍କ ପାଖକୁ ଆସିଛି। ତାର ଲକ୍ଷ୍ୟ ହେଉଛି ମୋତେ କେବଳ ଯୀଶୁଙ୍କର ଲୁଗା ଛୁଇଁବାର ଆବଶ୍ୟକ ରହିଛି, ଯୀଶୁଙ୍କ ଲୁଗାର ଝୁମ୍ପା ଛୁଇଁବାର ଆବଶ୍ୟକ ରହିଛି, କାରଣ ତଦ୍ୱାରା ହିଁ ମୁଁ ସୁସ୍ଥ ହେବି। ଆଉ ଯେତେବେଳେ ବିଶ୍ୱାସର ସହିତ ସ୍ପର୍ଶ କରୁଛି, ସେତେବେଳେ ଯୀଶୁଙ୍କ ଠାରୁ ଶକ୍ତି ନିର୍ଗତ ହେଇ ସେ ସ୍ତ୍ରୀ ଲୋକ ପାଖକୁ ଯାଉଛି। ଆଉ ସାଙ୍ଗେ ସାଙ୍ଗେ ଯୀଶୁ କହୁଛନ୍ତି, କିଏ ମୋତେ ଛୁଇଁଲା? ହାଲେଲୁୟା। କ'ଣ ପାଇଁ ଯୀଶୁ କାହିଁକି କହିଲେ କିଏ ମୋତେ ଛୁଇଁଲା? କାରଣ ଏଇ ସ୍ତ୍ରୀ ଲୋକର ଆଶା ଥିଲା, ମୁଁ ଛୁଇଁବା ଦ୍ୱାରା ଆରୋଗ୍ୟତା ପାଇବି। ଯୀଶୁଙ୍କର ସେଇ ଲୁଗାର ଝୁମ୍ପା ଛୁଇଁବା ଦ୍ୱାରା ମୁଁ ସୁସ୍ଥ ହେବି। ପ୍ରଭୁଙ୍କ ଉପସ୍ଥିତିକୁ ଆମେ କୋଉ ପ୍ରକାର ଭାବରେ ଆସୁଛୁ? ଆମେ କ'ଣ ଆଶା ରଖି ଆସୁଛୁ? ଯୀଶୁଙ୍କ ପାଖକୁ ଆସିବା ଆମ ପାଇଁ କି ପ୍ରକାର ଆଶାର ବିଷୟ? କାରଣ ଆମେ ବାକ୍ୟରେ ଦେଖୁଛୁ, ଯେଉଁମାନେ ଯୀଶୁଙ୍କ ପାଖକୁ ଯେଉଁ ପ୍ରକାର ଆଶା ନେଇକି ଆସିଛନ୍ତି, ଯୀଶୁ କେବେ କାହାରିକୁ ନିରାଶ କରିନାହାନ୍ତି, କେବେ କାହାରିକୁ ନିରାଶ କରିନାହାନ୍ତି। ଆମେ ଅନେକ ଲୋକମାନଙ୍କୁ ଦେଖୁଛୁ, ମାଥ୍ୟୁ 8 ଅଧ୍ୟାୟରେ ଦେଖୁଛୁ, ଜଣେ କୁଷ୍ଠ ରୋଗୀ
8 ଅଧ୍ୟାୟ 2 ପଦରେ ଲେଖା ଅଛି, ଜଣେ କୁଷ୍ଠ ରୋଗୀ ଯୀଶୁଙ୍କ ପାଖକୁ ଆସିଲେ, କହିଲେ, ପ୍ରଭୁ ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ଯୀଶୁ ମନା କରିଦେଲେ କି? ନାହିଁ। ଯୀଶୁ କହିଲେ, ମୁଁ ଇଚ୍ଛା କରୁଛି ତୁମେ ଶୁଚି ହୁଅ। କୁଷ୍ଠ ରୋଗୀ ସୁସ୍ଥ ହେଲା। ହାଲେଲୁୟା। ତ ଆମମାନେ ଯେତେବେଳେ ଯୀଶୁଙ୍କର ଉପସ୍ଥିତିକୁ ଆସୁଛୁ, ଆମମାନେ କୋଉ ପ୍ରକାର ଭାବରେ ଆସୁଛୁ? ଆମମାନଙ୍କର ପ୍ରାର୍ଥନାକୁ ଆସିବା, ଆମମାନେ ପ୍ରାର୍ଥନାରେ ବସିବା, ଆମମାନେ ପ୍ରଭୁ ଯୀଶୁଙ୍କର ଶରଣାପନ୍ନ ହେବା, କି ପ୍ରକାର ଭାବ ନେଇକି ଆମେ ଆସୁଛୁ? କାରଣ ଆମେ ଯୋଉ ଭାବ ନେଇକି ଆସିବା ସେଇ ପ୍ରକାର ଭାବରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। এই ସ୍ତ୍ରୀ ଲୋକ ଆରୋଗ୍ୟତା ପାଇବା ପାଇଁ ଆସିଲା, ତାକୁ ଆରୋଗ୍ୟତା ମିଳିଲା, ଆରୋଗ୍ୟତା ମିଳିଲା। 5 ଅଧ୍ୟାୟ ଲୁକ ଲିଖିତ ସମାଚାର 5 ଅଧ୍ୟାୟରେ ଦେଖିଲୁ, ବାକ୍ୟ ଶୁଣିବା ପାଇଁ ଆସିଲେ, ସେମାନେ ବାକ୍ୟ ଶୁଣିଲେ। ସୁରଫୈନିକିଆ ସ୍ତ୍ରୀ କଣ ପାଇଁ ଆସିଥିଲା ଯୀଶୁଙ୍କ ପାଖକୁ? ତା ଝିଅକୁ ଭୟଙ୍କର ଭାବରେ ଭୂତ ଲାଗିଛି, ତେଣୁକରି ଯୀଶୁ ଖ୍ରୀଷ୍ଟ କଣ କରିବେ? ପ୍ରଭୁ ଯୀଶୁ ତା ଝିଅର ଭୂତ ଛଡ଼େଇବେ। ସେ ଆସିଲା ଯୀଶୁଙ୍କ ନିକଟକୁ ଆସି ନିବେଦନ କଲା, ପ୍ରଭୁ ମୋ ଝିଅକୁ ଭୟଙ୍କର ଭାବରେ ଭୂତ ଲାଗିଛି, ଆଉ ତମେ ବାହାର କର। ଯୀଶୁ କଣ କଲେ? ତା ଝିଅର ଭୂତ ତା ଦେହରୁ ବାହାର କଲେ। ତାପରେ ଆମେ ଦେଖୁଛୁ ସମାଜ ଗୃହର ଅଧ୍ୟକ୍ଷ, ଜଣେ ସମାଜ ଗୃହର ଅଧ୍ୟକ୍ଷ, ସେ କଣ ପାଇଁ ଆସିଥିଲା ଯୀଶୁଙ୍କ ପାଖକୁ? ତାଙ୍କର ଜଣେ ଦାସ ମୃତ ପ୍ରାୟ ଅବସ୍ଥାରେ ଥିଲା, ଶଯ୍ୟାଶାୟୀ ଥିଲା, ଅସୁସ୍ଥ ହେଇ ପଡ଼ିଥିଲା। ସେ ଯେମିତି ସୁସ୍ଥ ହବ ସେଥିପାଇଁ ଇଏ କଣ କରିଛି? ଯୀଶୁଙ୍କ ପାଖକୁ ଆସିଛନ୍ତି। ଆଉ ଯେତେବେଳେ ଏଇ ସମାଜର ଅଧ୍ୟକ୍ଷ ଯୀଶୁଙ୍କ ପାଖକୁ ଆସିଲେ, ପ୍ରଭୁ ଯୀଶୁ କଣ କଲେ? ତାଙ୍କ ଦାସକୁ ସୁସ୍ଥ କଲେ। ତାପରେ ଆମେ ଦେଖୁଛୁ ଜାଇରସ୍ ନାମକ ଜଣେ ବ୍ୟକ୍ତି, ସେ କଣ ପାଇଁ ଯୀଶୁଙ୍କ ପାଖକୁ ଆସିଥିଲେ? କାରଣ ତାଙ୍କର ଝିଅ, 12 ବର୍ଷର ଝିଅ ମୃତ୍ୟୁ ଶଯ୍ୟାରେ ଥିଲା, ମୃତ୍ୟୁ ଶଯ୍ୟାରେ ଥିଲା। ଯୀଶୁ କଣ କଲେ? ଠିକ ଅଛି, ମୁଁ ଯାଉଛି, ଆଉ ମୁଁ ଯାଇକି କଣ କରିବି? ତାକୁ ସୁସ୍ଥ କରିବି। ତେଣୁକରି ଯୀଶୁ ଯେତେବେଳେ ଜାଇରସଙ୍କ ଘରକୁ ଗଲେ, ସେତେବେଳେ ତାଙ୍କର 12 ବର୍ଷର ମୃତ ପ୍ରାୟ ଝିଅକୁ ହାତ ଧରି କହିଲେ, ତାଲିତା କମ୍, ବାଳିକା ଉଠ। ଆଉ ସେଇ କ୍ଷଣି ସେ ମୃତ୍ୟୁରୁ ଉଠିଲା। ତେଣୁକରି ଆମେ ଯେତେବେଳେ ପ୍ରଭୁଙ୍କ ଉପସ୍ଥିତିକୁ ଆସୁଛୁ, ଆମେ କି ପ୍ରକାର ଭାବ ନେଇକି ଆସୁଛୁ? କାରଣ ଜାଇରସର ଆଶା ପ୍ରଭୁ ପୂର୍ଣ୍ଣ କଲେ, ସୁରଫୈନିକିଆ ସ୍ତ୍ରୀର ଆଶା ପ୍ରଭୁ ପୂର୍ଣ୍ଣ କଲେ, এই 12 ବର୍ଷର ପ୍ରଦରା ରୋଗଗ୍ରସ୍ତ ସ୍ତ୍ରୀର ଆଶା ପ୍ରଭୁ ପୂର୍ଣ୍ଣ କଲେ। କଣ ଅସଂଖ୍ୟ ଜନତା ଯେତେବେଳେ ବାକ୍ୟ ଶୁଣିବା ପାଇଁ ଆସୁଛନ୍ତି, ଯୀଶୁଙ୍କ ଉପରେ ମାଡ଼ି ପଡୁଛନ୍ତି, ଯୀଶୁ କାହାରିକୁ ନିରାଶ କରିନାହାନ୍ତି। ସେ ନିଜେ ବରଂ କଷ୍ଟ ପଡ଼ିଲେ, ନିଜେ ବରଂ ସେ କଣ କରୁଛନ୍ତି? ଲୋକ ଭିଡ଼ ମଧ୍ୟରେ ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ଯେତେବେଳେ ସେ ଅନୁକୂଳ ପରିସ୍ଥିତି ବୋଲି ମନେ କଲେ ନାହିଁ, ସେ ଡଙ୍ଗାରେ ଚଢ଼ି ସମୁଦ୍ର ଭିତରକୁ ଆସି ସେ ନୌକାରେ ଚଢ଼ି କଣ କଲେ? ଅସଂଖ୍ୟ ଲୋକମାନଙ୍କୁ ଶିକ୍ଷା ଦେଲେ। ଆଉ ଆଜି ଯେତେବେଳେ ଆମେ ପ୍ରଭୁଙ୍କ ଉପସ୍ଥିତିକୁ ଆସିଛୁ, ପ୍ରଭୁ ଦେଖୁଛନ୍ତି ଆମେ କୋଉ ପ୍ରକାର ଭାବରେ ଆସିଛୁ। ଆମେ ବାକ୍ୟ ଶୁଣିବା ପାଇଁ ଆସିଛୁ, ଆମେ ଆରୋଗ୍ୟତା ପାଇବା ପାଇଁ ପ୍ରଭୁଙ୍କ ପାଖକୁ ଆସୁଛୁ, ଆମେ ପ୍ରଭୁଙ୍କୁ ସ୍ପର୍ଶ କରିବାକୁ ଆସୁଛୁ, ନା ଆମମାନଙ୍କର ପ୍ରଭୁ ଲକ୍ଷ୍ୟ ପୂର୍ଣ୍ଣ ହଉ ବୋଲି ଆସୁଛୁ? ଆମେ ଯାହା ଆଶା କରି ପ୍ରଭୁଙ୍କ ଉପସ୍ଥିତିକୁ ଆସିବା, ପ୍ରଭୁ ଆମକୁ କେବେ ନିରାଶ ହେବାକୁ ଦେବେ ନାହିଁ, ପ୍ରଭୁ ଆମକୁ କେବେ ଭାଙ୍ଗି ପଡ଼ିବାକୁ ଦେବେନି, ପ୍ରଭୁ ଆମଙ୍କର ଆଶା ପୂର୍ଣ୍ଣ କରିବେ। ଆଉ ଯେତେବେଳେ ଏଇ ସ୍ତ୍ରୀ ଲୋକକୁ ଆମେ ଦେଖୁଛୁ, ଏଇ ସ୍ତ୍ରୀ ଲୋକ କଣ କଲା? ଯୀଶୁଙ୍କ ଉପସ୍ଥିତିକୁ ଆସିଲା। ଗୋଟାଏ ଲକ୍ଷ୍ୟ ଥିଲା, ମୁଁ କେବଳ ତାଙ୍କର ଝୁମ୍ପା ଛୁଇଁବି। କାରଣ ବାକ୍ୟରେ ଲେଖାଯାଏ, ଦୀର୍ଘ 12 ବର୍ଷ ଧରି ସେ ଅନେକ କଷ୍ଟ ଅନୁଭବ କରିଥିଲା, କେବେ ମଧ୍ୟ ଚିକିତ୍ସିତ ହେଇ ସୁସ୍ଥ ହେଇପାରିନଥିଲା। ତେଣୁକରି ଆମମାନଙ୍କ ଜୀବନକୁ ଦେଖିବା ଯେ ଆମେ କୋଉ ପରିସ୍ଥିତିରେ ପଡ଼ିଛୁ। ବର୍ତ୍ତମାନ ଆମମାନଙ୍କର ଜୀବନ ପ୍ରଣାଳୀ ବା ଆମମାନଙ୍କର ଜୀବନ ଶୈଳୀ ମଧ୍ୟରେ, ଆମମାନଙ୍କ ଜୀବନ ଯାତ୍ରା ମଧ୍ୟରେ ଆମେ ଏମିତି କିଛି ପରିସ୍ଥିତିରେ ଅଛୁ କି, ଏମିତି କିଛି ପରିସ୍ଥିତିରେ ପଡ଼ିଛୁ କି ଯୋଉଠୁ ଆମେ ବାହାରି ପାରୁନା, ଯେଉଁ ପରିସ୍ଥିତି ଆମମାନଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି, ଯେଉଁ ପରିସ୍ଥିତିରେ ଆମମାନଙ୍କ ଜୀବନ ଚାପି ରହିଯାଇଛି, ଚାହେ ସେ ରୋଗ ହଉ, ଚାହେ ସେ ଅନ୍ୟ କୌଣସି ବିଷୟ ହଉ। ଯଦି ଆମେ এই প্রকার ভাবে আজ পর্যন্ত চাপি রহিছু, দবি রহিছু, আজ আমি প্রভুঙ্ক উপস্থিতিକୁ আসিছু। এই স্ত্রী লোক পরি আজ আমি প্রভুঙ্কর বস্ত্রକୁ, প্রভুঙ্কর ঝুম্পা, লুগার ঝুম্পাକୁ ଛୁଇଁବାକୁ চেষ্টা କରିବା। ଯେବେ ଆମେ ପ୍ରଭୁଙ୍କ ଲୁଗାକୁ ଆଜି ଛୁଇଁବାକୁ চেষ্টা କରିବା, ଆଜି ଦେଖିବା ବାକ୍ୟ ଅନୁସାରେ ପ୍ରଭୁଙ୍କ ଠାରୁ ଶକ୍ତି ନିର୍ଗତ ହେବ, ଆମମାନଙ୍କ ଶରୀରକୁ ଆସିବ। ସେଇ ଶକ୍ତି
आमको समस्त पापरू समस्त रोगरू समस्त अभावरू समस्त प्रकार अस्वास्थ्यतारू सब प्रकार दुर्बलतारू मुक्त करिब कारण सेही शक्ति कोठु आसिब प्रभुଙ୍କ ଠାରୁ ଯୀଶୁଙ୍କ ଠାରୁ ନିର୍ଗତ ହେବ। ତେଣୁ ଆମେ ସମସ୍ତେ ପ୍ରାର୍ଥନା କରିବା ପ୍ରଭୁ ଯୀଶୁଙ୍କ ଶରୀରରୁ ବା ପ୍ରଭୁ ଯୀଶୁଙ୍କ ଠାରୁ ନିର୍ଗତ ସେହି ମହାନ ଶକ୍ତି ଆମ ଜୀବନକୁ ଆମ ପରିବାରକୁ ଆଜି ଏହି ସମୟରେ ଆସୁ ଆଉ ଆମକୁ ସମ୍ପୂର୍ଣ୍ଣ ଆରୋଗ୍ୟତା ସମ୍ପୂର୍ଣ୍ଣ ମୁକ୍ତି ପ୍ରଦାନ କରୁ ଯଦ୍ୱାରା ଆଜି ମଧ୍ୟ ଯୀଶୁ ଘୋଷଣା କରିବେ କିଏ ମୋତେ ସ୍ପର୍ଶ କଲା କିଏ ମୋତେ ସ୍ପର୍ଶ କଲା କାରଣ କ'ଣ ମୋ ଠାରୁ ଶକ୍ତି ନିର୍ଗତ ହେଇଅଛି। ଯଦି ଆମେ ସତ୍ୟ ଭାବରେ ପ୍ରଭୁଙ୍କ ଉପସ୍ଥିତିକୁ ଆସିବା ତାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରିବା ଆଜି ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ଶକ୍ତି ଆମ ଜୀବନ ଆମ ପରିବାର ମଧ୍ୟରେ ଆଜି ଶକ୍ତିର କାର୍ଯ୍ୟ ସାଧନ କରିବ ଈଶ୍ୱରଙ୍କ ମହିମା ହେବ। ପ୍ରଭୁ ତାଙ୍କ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ହାଲେଲୁୟା ହାଲେଲୁୟା ହାଲେଲୁୟା।